ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ 33 ଜଣ କୃଷକ କୃଷିଜୀବୀ ମହିଳା ସର୍ବଭାରତୀୟ କୃଷି ବନୀକରଣ ପ୍ରକଳ୍ପ ତରଫରୁ ଏକ ଦିବସୀୟ ଜ୍ଞାନବର୍ଦ୍ଧକ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏନେଇ କୃଷି ବିଜ୍ଞାନ କେନ୍ଦ୍ର ତାଲିମ ଗୃହରେ କୃଷି ବନୀକରଣ ପ୍ରକଳ୍ପର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁଭାଷ ଚନ୍ଦ୍ର ମହାପାତ୍ର କୃଷକମାନଙ୍କୁ ବନୀକରଣର ଉପକାରିତା ଓ ଗ୍ରାମ୍ୟ ସ୍ତରରେ ଏହାଦ୍ୱାରା ଆର୍ଥିକ ଉନ୍ନତି କିପରି ସମ୍ଭବ ଏହା ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିବିରରେ କେବିକର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜୀବନଜିତ ସେନ, ବୈଜ୍ଞାନିକ ଡକ୍ଟର ଦ୍ୱାରିକ ମୋହନ ଦାସ, ବୈଜ୍ଞାନିକା ଶ୍ରୀମତୀ ସୁସ୍ମିତା ପୁରୋହିତ, ବୈଜ୍ଞାନିକ ଡକ୍ଟର ଦେବାଶିଷ ପଣ୍ଡା କୃଷକମାନଙ୍କ ଲାଭଜନକ କୃଷି ବନୀକରଣ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କୁଜଙ୍ଗ ବ୍ଲକ ଅଗପାଳ ଓ ଟାଇଁକୁଳ ଗ୍ରାମର କୃଷକ କୃଷିଜୀବୀ ମହିଳାମାନେ ଯୋଗଦେବା ସହିତ କେବିକରେ ଥିବା ବିଭିନ୍ନ କ୍ଷେତ୍ର ପ୍ରଦର୍ଶନ କରିଥିଲେ। यूरिया दौर डीएपी जहाँ से दौर तो सेटा आमे पूर्व से पुणे टेस्ट हुए आमे बिना टेस्ट करके दे दौर आमे केमती जानिबा माटी रे केते कोन सार अछि आमे अनुमान करी पके दौर किंतु ता पूर्व कोन को माटी टेस्ट से बळे एटर हमरो टेस्टिंग हुए फास्फोरस से पुणी सल्फर हुए से बळे हमरो सब शेषरे बनीकरण प्रकल्प तरफରୁ କୃଷକ ଓ ମହିଳା କୃଷିଜୀବୀମାନଙ୍କୁ କଦଳୀ ଚାରା, ବିହନ ଶୁଖାଇବା ପାଇଁ ପାଲ, ବେଲଚା ଆଦି କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୁଜଙ୍ଗ ବ୍ଲକ ବଡ଼ପାଳ ଗ୍ରାମର ରଞ୍ଜିତ ମହାପାତ୍ର, ବିଜୟିନୀ ସାହୁ ଓ ବଳିଆ ମାଝୀ ସହଯୋଗ କରିଥିଲେ। ଆଜି ଆମର ଅଗପାଳ ଏବଂ ଟାଇଁକୁଳ ଆମର ଗାଁରୁ ଚାଷୀ ଭାଇ ଏବଂ ମା ମାନେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ନିମକଣାକୁ ବୁଲିବା ପାଇଁ ଆସିଛନ୍ତି। ଇଏ ତାଙ୍କର କ୍ଷେତ୍ର ପ୍ରଦର୍ଶନ ଦେଖୁଛନ୍ତି, ବିଭିନ୍ନ ପ୍ରକାର ଡେମୋଷ୍ଟ୍ରେସନ ୟୁନିଟ୍ ସେମାନେ ବୁଲିକି ଦେଖୁଛନ୍ତି ଏବଂ ସଘନ ପ୍ରଣାଳୀରେ କେମିତି ଫଳ ଚାଷ, ଜଙ୍ଗଲ ଜାତୀୟ ଗଛ ସାଙ୍ଗରେ ଫସଲ ଚାଷ କରିପାରିବେ ସେ ବିଷୟରେ ବି ଅନୁଧ୍ୟାନ କରୁଛନ୍ତି ଏବଂ ବତକ ପାଳନ, କୁକୁଡ଼ା ପାଳନ, ଆଜଲା ଚାଷ, ଗୋପାଳନ, ଛେଳି ପାଳନ ଏହିସବୁ ଜିନିଷରେ ସେମାନେ ଟିକେ ସାମ୍ୟକ ଜ୍ଞାନ ନେଉଛେ ଏବଂ ଡେମୋଷ୍ଟ୍ରେସନ ୱିଥ୍ ନଲେଜ ସେମାନେ ଏଇଟା ଗେନ୍ କରିବେ। ଏଇଟା ଏକ ଦିବସୀୟ କାର୍ଯ୍ୟକ୍ରମ ଅଛି। ତା ସାଙ୍ଗରେ ଏ କାର୍ଯ୍ୟକ୍ରମ ସାଙ୍ଗରେ ଆମେ କିଛି ତାଙ୍କୁ ଇନପୁଟ୍ ସପୋର୍ଟ ଦେଉଛୁ, ସୋଭେଲ ଦେଉଛୁ, ଗୋଟେ ଡ୍ରାଇଂ ସିଡ୍ ଦେଉଛୁ, କିଛି କଦଳୀ ଗଛ ଦେଉଛୁ, ଯେଉଁଦ୍ୱାରା ସେମାନେ ନେଇକରି ତାଙ୍କ ଗାଁରେ ବ୍ୟବହାର କରିବେ ଏବଂ ତାଙ୍କର ଆର୍ଥିକ ଉନ୍ନତି କରିପାରିବେ। ଆଗ୍ରୋ ଫରେଷ୍ଟଟା ହେଲା ଆମର ମାନେ ଆମେ ବିଲରେ ଯେଉଁ କାମ କରୁଛେ ମାନେ ଚାଷ କରୁଛେ ମୁଗ, ବିରି, ଧାନ ସେଇ ଟାଇମ୍ରେ ଆମେ ବିଲରେ ଜମିରେ ଚାଷ କଲେ ତ ତା ହୁଡ଼ାମାନଙ୍କର ଯେଉଁ ସବୁ ରହୁଛି ଯେଉଁଟାକୁ ଆମେ ହିଡ଼ କହନ୍ତି ସେଥିରେ ଆମେ ଅଲଗା କିଛି ଗଛ ଲଗାଇ ପାରିବା, ସେଥିରେ ବି ଆମେ ଚାଷ କରିପାରିବା ଯାହାଦ୍ୱାରା କି ଆମେ ଦ୍ୱିଗୁଣରେ ଆମେ ଉତ୍ପାଦନଟା ଚାଷ କରିପାରିବା। ଯାହାଦ୍ୱାରା ଆଉ ଏଠି ପ୍ରତ୍ୟେକ ଷ୍ଟଲ୍ ମାନଙ୍କୁ ବୁଲିକିରି ଦେଖିଛି। ଆଉ ପ୍ରତ୍ୟେକ ଷ୍ଟଲ୍ ମାନେ କିଛି ନା କିଛି ଗୋଟେ ଆବଶ୍ୟକୀୟ ଶିକ୍ଷାର ରହିଛି। କିନ୍ତୁ ଆମେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଲାଇଭ୍।